ତମେ ସ୍ୱାସ୍ଥ୍ୟଜନକ ହେବ। ବୁଝିପାରିଲେ କି? ନହେଲେ ଖାଇ ଖାଇ ମରନ୍ତି ଲୋକମାନେ ନିଜକୁ ପବିତ୍ର ନ କଲେ। ଖାଇବାଟା ଜୀର୍ଣ୍ଣ ହୁଏ ନାହିଁ, ଝାଡା ବାନ୍ତି ହେଇକି ମରନ୍ତି ଲୋକମାନେ। ଖାଇ ବସିଲା ବେଳେ ନିଜକୁ ପବିତ୍ର କର। ନିଜକୁ ପବିତ୍ର କରି ଅପେକ୍ଷା କଲେ ପରମେଶ୍ୱର କହିଲେ ଆମ୍ଭେ ତୁମକୁ ଆହାର ଯୋଗାଇବା। ହାଲେଲୁୟା। ଆହୁରି ଦେଖିବା ଦ୍ୱିତୀୟ କରନ୍ଥୀୟ 6 ଅଧ୍ୟାୟର 14 ପଦରୁ ପଢନ୍ତୁ ଭଲ। ଅବିଶ୍ୱାସୀ ମାନଙ୍କ ସହିତ ଅସମାନ ରୂପେ ଯୋଚା ନ ଯାଅ। ଅବିଶ୍ୱାସୀ ମାନଙ୍କ ସହିତ ଅସମାନ ରୂପେ ଯୋଚା ନ ଯାଅ। କାରଣ ଧର୍ମ ଓ ଅଧର୍ମ ମଧ୍ୟରେ କି ସହଯୋଗିତା? ଧର୍ମ ଓ ଅଧର୍ମ ଭିତରେ କି ସହଯୋଗିତା? ଅବା ଅନ୍ଧକାର ସହିତ ଆଲୋକର କି ସହଭାଗିତା? ଅନ୍ଧକାର ସହିତ ଆଲୋକର କି ସହଭାଗିତା? ବିଲିଆ ସହିତ ଖ୍ରୀଷ୍ଟଙ୍କର କି ମିଳନ? ବିଳିଆ ସହିତ ଖ୍ରୀଷ୍ଟଙ୍କର କି ମିଳନ ଅଛି ଯେ? କିମ୍ବା ଅବିଶ୍ୱାସ ସହିତ ବିଶ୍ୱାସର କି ଅଂଶ? ଅବିଶ୍ୱାସ ସହିତ ବିଶ୍ୱାସର କି ଅଂଶ ଅଛି? ପ୍ରତିମା ସହିତ ଈଶ୍ୱରଙ୍କ ମନ୍ଦିରର କି ସମ୍ବନ୍ଧ? ପ୍ରତିମା ସହିତ ଈଶ୍ୱରଙ୍କର କି ସମ୍ବନ୍ଧ? କାରଣ ଆମ୍ଭେମାନେ ଜୀବିତ ଈଶ୍ୱରଙ୍କ ମନ୍ଦିର ଅଟୁ। କାରଣ ଆମ୍ଭେମାନେ ଜୀବିତ ଈଶ୍ୱରଙ୍କର ମନ୍ଦିର ଅଟୁ। ଯେପରି ଈଶ୍ୱର କହିଅଛନ୍ତି, ଏବେ ଶୁଣ ଭଲରେ। ହାଲେଲୁୟା। ଜୋର କହିବ ହାଲେଲୁୟା। ଭଲ ପାଣିକୁ ମଇଳା ପାଣିକୁ ମିଶାଇକି ପିଇ ପାରିବା କି? ଭଲ ଏବେ ରାନ୍ଧିବା ତରକାରୀ 2 ଦିନ ତଳର ବାସି ତରକାରୀ ମିଶାଇକି ଖାଇପାରିବା କି? ଅଲଗା ହେବାର ଆଜ୍ଞା, ସେଟା ହେଲା ପବିତ୍ରତା। ହାଲେଲୁୟା। ଅଲଗାର ଫରକ ଦେଖାଅ ପରା। ଫରକ ଦେଖାଇବାର ପାପୀ ମାନଙ୍କର ସାଧୁ ମାନଙ୍କ ଭିତରେ ଫରକ ଦେଖାଇବାର ଦାୟିତ୍ୱ ଆମର। ଅନ୍ୟ ମାନଙ୍କର ଆମର ଯୀଶୁ ଭିତରେ ଫରକ କଣ ଅଛି ଦେଖାଇବାର ଅଛି। ଆମେ ଅନ୍ୟ ମାନଙ୍କର ଶାସ୍ତ୍ର ଆମର ଶାସ୍ତ୍ର ଭିତରେ ଫରକ କଣ ଦେଖାଇବାର ଅଛି। ଆମେ ଫରକ ଦେଖାଉନାହାନ୍ତି, ଭେଦ ଦେଖାଉନାହାନ୍ତି ଲୋକମାନେ। ଏବେ ପଢନ୍ତୁ ପଢନ୍ତୁ। ଯେପରି ଈଶ୍ୱର କହିଅଛନ୍ତି, ଯେପରି ଈଶ୍ୱର କହିଅଛନ୍ତି ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା। ଶୁଣ ଶୁଣ, ଏଇଟା କଣ ଆଶୀର୍ବାଦ ଗ୍ରହଣ। ନମ୍ବର 1, ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା ଆଉ ସେମାନଙ୍କ ମଧ୍ୟରେ ଭ୍ରମଣ କରିବା। ନମ୍ବର 2, ସେମାନଙ୍କ ମଧ୍ୟରେ ଭ୍ରମଣ କରିବା। ଆମ୍ଭେ ସେମାନଙ୍କ ଈଶ୍ୱର ହେବା। ନମ୍ବର 3, ଆମ୍ଭେ ସେମାନଙ୍କର ଈଶ୍ୱର ହେବା ଆଉ ସେମାନେ ଆମ୍ଭର ଲୋକ ହେବେ। ନମ୍ବର 4, ସେମାନେ ଆମ୍ଭର ଲୋକ ହେବେ। 4ଟା ଆଶୀର୍ବାଦ ହେଲା କି କଣ? ଆମ୍ଭେ ସେମାନଙ୍କର ଈଶ୍ୱର ହେବା, ଆମ୍ଭେ ସେମାନଙ୍କ ମଧ୍ୟରେ ଭ୍ରମଣ କରିବା, ହଁ ଆମ୍ଭେ ସେମାନଙ୍କ ଈଶ୍ୱର ହେବା, ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା ପ୍ରଥମଟା, ଆଉ ସେମାନେ ଆମ୍ଭର ଲୋକ ହେବେ। 4ଟା ଆଶୀର୍ବାଦ। ମଝିରେ ହେଲା ଶରତ। ଶରତ କଣ? ପଢନ୍ତୁ। ଏଣୁ ପ୍ରଭୁ ଏହା କହନ୍ତି, ଏଣୁ ପ୍ରଭୁ ଏହା କହନ୍ତି, ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ। ତୁମ୍ଭେମାନେ ସେଇ ଅଶୁଚି ଲୋକମାନଙ୍କ ମଧ୍ୟରୁ ବାହାରେ ଆସ, ଆଉ ପୃଥକ ହୁଅ, ଆଉ ପୃଥକ ହୁଅ, ଆଉ ଅଶୁଚି ପଦାର୍ଥ ସ୍ପର୍ଶ କର। ଅଶୁଚି ଜିନିଷ ଛୁଇଁବ ନାହିଁ। ପୁଣି ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା। ନମ୍ବର 5ର ଆଶୀର୍ବାଦ ଦେଖ, ଆମ୍ଭେ ତୁମକୁ ଗ୍ରହଣ କରିବା। ପଢ। ଆମ୍ଭେ ତୁମମାନଙ୍କର ପିତା ହେବା, ଆମ୍ଭେ ତୁମର ପିତା ହେବା, ତୁମେମାନେ ଆମ୍ଭର ପୁତ୍ର କନ୍ୟା ହେବ। 6, 5, 7, ତୁମ୍ଭେ ଆମ୍ଭର ପୁତ୍ର କନ୍ୟା ହେବ। ଏହା ସର୍ବଶକ୍ତିମାନ ପ୍ରଭୁ କହନ୍ତି। ହାଲେଲୁୟା। ଆଜ୍ଞା କେତେ ଆଶୀର୍ବାଦ? 7ଟା ଆଶୀର୍ବାଦ। କଣ କଣଟା? ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା। ନମ୍ବର 1, ଆମ୍ଭେ ସେମାନଙ୍କ ମଧ୍ୟରେ ଭ୍ରମଣ କରିବା। ନମ୍ବର 2, ଆମ୍ଭେ ସେମାନଙ୍କର ଈଶ୍ୱର ହେବା। ନମ୍ବର 3, ଆମ୍ଭେ ସେମାନେ ଆମର ଲୋକ ହେବେ। ନମ୍ବର 4 ଆଉ ନମ୍ବର 5, ଆମ୍ଭେ ସେମାନଙ୍କୁ ଗ୍ରହଣ କରିବା। ନମ୍ବର 6, ଆମ୍ଭେ ସେମାନଙ୍କର ପିତା ହେବା। ନମ୍ବର 7, ସେମାନେ ଆମ୍ଭର ପୁତ୍ର କନ୍ୟା ହେବେ। ଆଜ୍ଞା ବାଇବେଲର ପ୍ରତ୍ୟେକ ଆଶୀର୍ବାଦ ପଛରେ ସରତ ଲାଗୁ ଅଟେ। ପ୍ରେଜ୍ ଦ ଲର୍ଡ। ବିନା ସର୍ତ୍ତରେ ପ୍ରଭୁ କିଛି ଆଶୀର୍ବାଦ ଦେଇନାହାନ୍ତି। କୋଉଠି ହେଲେ ପଢନ୍ତୁ, ଆମେ ଖାଲି ଆଶୀର୍ବାଦ ଆଶୀର୍ବାଦ ପ୍ରଚାର କରୁ, ସର୍ତ୍ତ କେ ପ୍ରଚାର କରିବା? ଆଜ୍ଞା ସର୍ତ୍ତ ଲାଗୁ। କଣ ସର୍ତ୍ତ? ତୁମେ ସେମାନଙ୍କ ମଧ୍ୟରେ ବାହାରି ଆସ, ତୁମେ ସେମାନଙ୍କ ମଧ୍ୟରୁ ନିଜକୁ ପୃଥକ କର, ତୁମେ କୌଣସି ଅଶୁଚି ପଦାର୍ଥ ଛୁଇଁବ ନାହିଁ। ପ୍ରେଜ୍ ଦ ଲର୍ଡ। ତାହା ହେଲେ ଆମ୍ଭେ ତୁମକୁ ଗ୍ରହଣ କରିବା। ହାଲେଲୁୟା। ଆମର ପ୍ରାର୍ଥନା, ଆମର ଗୀତ, ଆମର ଉପାସନା, ଆମର ସେବା, ଆମର ଆରାଧନା, ଆମର ଉପାସନା
ଦାନ ପ୍ରଭୁ ଗ୍ରହଣ କରନ୍ତୁ ବୋଲି ଯଦି ଇଚ୍ଛା କରୁଛୁ ତାହେଲେ ସର୍ତ୍ତ ଲାଗୁ ଆଜ୍ଞା, ଫାଲତୁରେ ସମସ୍ତଙ୍କଟା ଗ୍ରହଣ କରି ପକାଇବେ ନାହିଁ ସିଏ। ମାଇକ ଧରିକି 1.5 ଘଣ୍ଟା ପ୍ରାର୍ଥନା କରିଦେଲେ ସେ ଗ୍ରହଣ କରିଦେବେ କି? ମାନେ ଇଚ୍ଛା ସିନେମା ଷ୍ଟାଇଲରେ ଗୀତ ଗାଇ ଗାଇ ପକାଇଲେ ନ ଗ୍ରହଣ କରିଦେବେ କି ସେ? 10,000 ଦାନ ଦିଅ, 1,00,000 ଟଙ୍କା ଦାନ ଦିଅ, ପ୍ରଭୁ ଗ୍ରହଣ ଆସବ ଆମେ ଗ୍ରହଣ କରିଦେବୁ ଯେ ହାଲେଲୁୟା। ଆମେ କାହିଁକି ଜାଣିବା କିନ୍ତୁ ପ୍ରଭୁ ଗ୍ରହଣ କରିବେ କି କହିବା ଏଟାର ବଡ କଥା। ପ୍ରଭୁ ଗ୍ରହଣ କରନ୍ତୁ ବୋଲଛ କି? ପବିତ୍ର ହୁଅ। ହାଲେଲୁୟା ହାଲେଲୁୟା ହାଲେଲୁୟା। ଶେଷରେ ଏବ୍ରିୟ 12 ଅଧ୍ୟାୟର 14 ପଦ ପଢ଼ନ୍ତୁ। ଏବ୍ରିୟ 12 ଅଧ୍ୟାୟ 14 ପଦ। ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର, ପୁଣି ଯେଉଁ ପବିତ୍ରତା ବିନୁ କେହି ପ୍ରଭୁଙ୍କ ଦର୍ଶନ ପାଇବ ନାହିଁ ସେଥିରେ ଅନୁସରଣ କର, କାଳେ କେହି ଈଶ୍ୱରଙ୍କ ଅନୁଗ୍ରହରୁ ପତିତ ହୁଏ। ଯେଉଁ ପବିତ୍ରତା ବିନା କେହି ଈଶ୍ୱରଙ୍କ ଦର୍ଶନ କରିପାରିବେ ନାହିଁ ସେଥିର ଅନୁସରଣ କର। ହାଲେଲୁୟା। ଆଶୀର୍ବାଦ କଣ? ଆମେ ପରମେଶ୍ୱରଙ୍କୁ ଦର୍ଶନ କରିବୁ ତାଙ୍କରି ଦ୍ୱିତୀୟ ଆଗମନରେ। ହାଲେଲୁୟା ହାଲେଲୁୟା। ଆଜ୍ଞା ପବିତ୍ର ହେଲେ ସେ ଆମକୁ ବ୍ୟବସ୍ଥା ଦେବେ। ଆଜ୍ଞା ପବିତ୍ର ହେଲେ ସେମାନଙ୍କ ମଧ୍ୟରେ ବାସ କରିବେ। ଆଜ୍ଞା ପବିତ୍ର ହେଲେ ସେମାନଙ୍କ ଜୀବନରେ ଆଶ୍ଚର୍ଯ୍ୟ କର୍ମ କରିବେ। ହାଲେଲୁୟା। ଆମେ ପବିତ୍ର ହେଲେ ସେମାନଙ୍କୁ ଖାଇବାକୁ ଦେବେ। ପ୍ରେଜ୍ ଦ ଲର୍ଡ। ଆଜ୍ଞା ପବିତ୍ର ହେଲେ 7ଟା ଆଶୀର୍ବାଦ କହିଲୁ ପରା ଆମେ କଣ କଣ? ହାଲେଲୁୟା। ଶେଷରେ ପବିତ୍ର ହେଲେ ଆମେ ତାଙ୍କୁ ଦର୍ଶନ କରିବୁ। ରୋମିଓ 6 ଅଧ୍ୟାୟର 22 ପଦ ପଢନ୍ତୁ। 6:22 ରୋମିଓ। ପାପର ଅଧୀନତାରୁ ମୁକ୍ତ ହୋଇ ଈଶ୍ୱରଙ୍କ ଦାସ ହେବାରୁ ତୁମେମାନେ ଈଶ୍ୱରଙ୍କର ପାପରୁ ଅଭିମୁଖ ହୋଇ ଈଶ୍ୱରଙ୍କ ଦାସ ହେବାରୁ ତୁମେମାନେ ପବିତ୍ରତା ଉଦ୍ଦେଶ୍ୟରେ ଫଳ ପାଉଛ। ତୁମେ ପବିତ୍ରତାର ପଦ ଫଳ ପାଉଛ। ହାଲେଲୁୟା। ତାର ପଢ ପଢ। ତୁମେମାନେ ପବିତ୍ରତା ଉଦ୍ଦେଶ୍ୟରେ ଫଳ ପାଉଛ, ଆଉ ଏଥିର ପରିଣାମ ଅନନ୍ତ ଜୀବନ। ଏଥିର ପରିଣାମ ଅନନ୍ତ ଜୀବନ। କେମିତି? ପାପରୁ ଅଭିମୁଖ ହୋଇ ଈଶ୍ୱରଙ୍କର ଦାସ ହେବାର। ମାନେ ଆଗେ ପାପର ଦାସ ଥିଲୁ, ଏବେ କାହାର ଦାସ? ଈଶ୍ୱରଙ୍କ ଦାସ ହେଲେ ତାର ଫଳ କଣ? ପବିତ୍ରତା। ଆଉ ତାର ଅନ୍ତିମ ପରିଣାମ ଅନନ୍ତ ଜୀବନ। ଏଟା ସୁନ୍ଦର ଫର୍ମୁଲା ପ୍ରଭୁ ଦେଉଛନ୍ତି। ଆମେ ଦୁନିଆର ସେବା ଛାଡ଼ି ପାପର ଦାସ ହେବା ଛାଡ଼ି ପ୍ରଭୁ ତମର ଦାସ ହେବୁ ବୋଲି ସମର୍ପିତ ହେଇଗଲେ ତାର ଫଳ କଣ ଜାଣୁଛୁ? ପ୍ରଭୁ ଆମକୁ ଏମିତି ଶୁଚି ପବିତ୍ର କରିଦେବେ ଯେ ସେଇଟା ନେଇକି ଡରିଯିବ। ମୋର ପ୍ରିୟ ପୁଅ ଝିଅମାନେ ଅନୁରୋଧ କରୁଛି ଆପଣମାନଙ୍କୁ, ସଂସାର ଶୈତାନର ଜଞ୍ଜାଳ ଅଟେ। এই জগতর রীতিনীতি আচরণ ব্যবহার চালিচলন লাইফস্টাইল ଠାରୁ ନିଜକୁ ପୃଥକ କରି ପ୍ରଭୁଙ୍କ ପାଇଁ ଠିଆ ହୁଅ। ପ୍ରଭୁଙ୍କର ସେବା ପାଇଁ ଠିଆ ହୁଅ। ପ୍ରଭୁଙ୍କର କାର୍ଯ୍ୟ ପାଇଁ ତାଙ୍କରି ଗୌରବ ପାଇଁ ଠିଆ ହୁଅ। ସେ ତୁମକୁ ପବିତ୍ର କରିଦେବେ। ସେ ଆପଣା ନିମନ୍ତେ ତୁମକୁ ବ୍ୟବହାର କରିବେ। ସମସ୍ତେ ଠିଆ ହେବ। ହାଲେଲୁୟା। Thank you. ସମସ୍ତେ ଠିଆ ହେବ। ଗୋଟେ ନିଷ୍ପତ୍ତି ନେଇକି ଆସି ଏହି ସ୍ଥାନରେ ଆମେ ମାନେ ପ୍ରସ୍ଥାନ କରିବା। ଗୋଟେ ନିଷ୍ପତ୍ତି ସହିତ କି ପ୍ରଭୁ ତମ ଉଦ୍ଦେଶ୍ୟରେ ପବିତ୍ର ହେବି, ତୁମ ଉଦ୍ଦେଶ୍ୟରେ ଜୀବନଯାପନ କରିବି। ପ୍ରଭୁ ଆମକୁ ଦୟା କର, ଆମକୁ ପବିତ୍ର କର, ଆମକୁ ଶୁଚି କର।
তুমি রক্তর ধৌত করো প্রভু বলে সমস্ত প্রার্থনা করো। মুখ ফলি প্রার্থনা করো সমস্ত। হালেলুয়া। शुद्ध जल तो छिड़क दे मन को मेरे बदल दे। प्रार्थना है हमारी आत्मा से तू भर दे। गाय तो बजाएगी नहीं। पवित्र अति पवित्र स्थान में ले चल प्रभु। मुझको तुम अपनी नामों से बोले मेरे प्रभु। मेरे सामने झुकते हैं सजना करते तेरे सामने झुकते हैं सजना करते हैं। सच्चाई से आराधना करते हैं। आत्मा और सच्चाई से आराधना करते हैं। अति पवित्र स्थान में ले चल प्रभु। मुझको अपने नामों से बोले मेरे प्रभु।
थैंक यू लॉर्ड गोटे निष्पत्ति आपण जीवन को आज परिवर्तन कर दे पारिबो आज्ञा भाई भौणी माने पुओ झियो माने आज गोटे निष्पत्ति तुम मन को परिवर्तन कर दे पारिबो जानछ कि आज तुम गोटे निष्पत्ति आज तुम्हें प्रभुकर संतान कर दे पारिबो तुमको जानछ कि आज तुम गोटे प्रार्थना तुम बंधन छिड़ाई दे पारिबो जानछ कि तुम गोटे अनुरोध प्रभुकर गोड़ धरिकी तुम्हें छोट विनती कले से रक्त जो तुमको धोई धोई पकाइबे जानछ कि तुम प्रार्थना पर रहा तुम निष्पत्ति पर रहा आम कर तुम प्रार्थना जे आगे तुम्हें प्रार्थना कले तुम प्रार्थना कर आम प्रार्थना बड़ देव सपोर्ट कर तुम्हें जब किसी प्रार्थना कर आम आड़े प्रार्थना कर पकाइब तो प्रभु कौन कर जानते आपको थोड़ा तोते कहीं बोल जे प्रार्थना कर तो करू नहीं तोते कहीं मझे बोले आमको प्रभु काढ़ी देवे आज धोई आज निज पाप धोई पकाओ निजको प्रभु का रक्त आज उपलब्ध रक्त धौत हुओ वाक्य रूप जल धौत हुओ पवित्र आत्मा पाई निजको धौत कर रक्त साक्ष्य देव तुम्हें धौत हो जल साक्ष्य देव तुम्हें प्रभुकर संतान बोले पवित्र आत्मा साक्ष्य देवे तुम्हें धौत हो पवित्र धार्मिक एत सुंदर सुजोग आ बार बार मिलू कि नहीं आज गोटे निष्पत्ति नहीं जाओ जो मैंने बपतिस्मा नहीं नाते पर्यंत बपतिस्मा ने बापा निष्पत्ति नहीं प्रभु तुम रक्त मत धौत कर प्रभु तुम वाक्य तुम जल मत धौत कर तुम पवित्र आत्मा लेकिन मत धरी पकाओ प्रभु तुम संतान हम इच्छा कर तुम राज्य में प्रवेश कर प्रभु चेकिंग पाखे जो धरा पड़ी अरेस्ट गिरफ्तार मत चेकिंग कला बेले मो पाखे कौन सी पाप न देखा जाऊ मोर चेकिंग कला बेले मो ठारे कौन सा धर्म कौन सी पाप कौन सी दुष्कर्म न देखा जाओ प्रार्थना करो जिस जन बपतिस्मा नहीं मर आज सुजोग अच्छे प्रभु राष्ट्र मान मंडली संयुक्त हुआ पड़ा कारण साधु मंडली पवित्र मंडली प्रभु को आगमन पढ़ाई स्वर्ग जन तुम्हें रही ना कौन देख आज निष्पत्ति नियो बपतिस्मा नियो जेकोसी बंधन तुम्हें अच्छो आगे आम संसार बंधन अच्छी मत मुक्ति दरकार मत प्रभु दया कर रक्त शक्ति मुक्त करते बोली जदि इच्छा कर कौन सी बंधन मद बंधन मद्यपान बंधन सिगरेट पुड़िया बंधन सिनेमा बंधन ओवर स्टाइल बंधन संसार बंधन अधिक अलंकार लिपस्टिक नहीं पॉलिश बंधन पुओ मान आकर्षण कर बंधन झील मान आकर्षण कर बंधन पुओर बंधन झीर चक्कर जदि अच्छ जदि कौच आज्ञा आज मुक्त इच्छा कर पाप मत दरकार नहीं आज्ञा प्रभु मत मुक्त करते रक्त धोई पकाते बोली जदि इच्छा कर हाथ उठो प्रार्थना करें तुम कौन सी बंधन जदि संसार बंधन आकर्षण बंधन स्टाइल बंधन मद्यपान बंधन फिल्म बंधन के सुंदर आज भाई मैंने बहुत लोग हाथ उठाई झील मैंने लाज कर लाज कर तुमको किए रक्षा करेंगे देखो आज सुजोग प्रभु तुमको बंधन मुक्त करने इच्छा कर लाज कले निजे भ्रष्ट हो नष्ट हो रोग डॉक्टर पाखे जाकर लाज कर ना देखो डॉक्टर पाखे लॉयर पाखे पास्टर पाखे के लाज करवा कथा कुछ लुचाई पारि ना भासी जाए आज बहुत लोग हाथ उठाई जाति बोले देखो नहीं क्या निज को देखो आज प्रभुकर दल भर अच्छ ना शैतान दल भर अच्छ तुम आज प्रभु तुमको मुक्त कर सूची कर दल भर मिसाइबा इच्छा कर
ଆଜି ପ୍ରାର୍ଥନା କରିବ ଆମେ ପ୍ରଭୁଙ୍କର ଦାସ ଦାସୀ ତୁମ ପ୍ରତ୍ୟେକ ବନ୍ଧନ ଫିଟିଯିବ ଆଜି ସଂସାରର ବନ୍ଧନ ଷ୍ଟାଇଲର ବନ୍ଧନ ମଦ୍ୟପାନ ଗୁଟକା ପୁଡ଼ିଆର ବନ୍ଧନ ସିନେମା ସିରିଏଲର ବନ୍ଧନ ଟିଭିର ବନ୍ଧନ କୋ ଝିଅର ଚକ୍କରରେ ଅଛନ୍ତି କୋ ପୁଅର ଚକ୍କରରେ ଅଛନ୍ତି ବିନାଶ ହେଇଯିବ ଭାଇ ବିନାଶ ହେଇଯିବ ଝିଅର ଆଜିର ସୁଯୋଗ ହରାଅ ନାହିଁ ମାତ୍ର ରୋଗର ସୁସ୍ଥତା ପାଇଁ ପ୍ରାର୍ଥନା କରୁନି ବନ୍ଧନ ମୁକ୍ତ ହେବା ପାଇଁ ପ୍ରାର୍ଥନା କରୁଛି ଆଜି ପ୍ରଭୁ ଯେଉଁମାନେ ହାତ ଉଠାଇଛନ୍ତି ସେମାନଙ୍କୁ ଦେଖି ବହୁତ ଖୁସି କମସେ କମ ଆଶା ଅଛି ସେମାନଙ୍କ ହୃଦୟରେ ବାହାରିବା ଏଇଟା ଖୁସି ପ୍ରଭୁ ଆଜି କମସେ କମ ଆଶାରେ ହାତ ଉଠାଇଛନ୍ତି ଦେଖ ପ୍ରଭୁ ମତେ ମୁକ୍ତି ଦେବା କିଛି ଗୁଡ଼ାଏ ପ୍ରଭୁ ନା ସୁନା ନା ରୂପା ନା ଧନ ନା ସମ୍ପତ୍ତି ମତେ ମୁକ୍ତି ଦରକାର ମୁଁ ତୁମ ରାଜ୍ୟକୁ ଆସିବି ପ୍ରଭୁ ତୁମ ଦଳରେ ଆସିବି ପ୍ରଭୁ ପବିତ୍ରୀକୃତ ହେବି ପ୍ରଭୁ ଦୟା କର ସମସ୍ତେ ଥ୍ୟାଙ୍କ ୟୁ ଲର୍ଡ ଯେତେ ଜଣ ହାତ ଉଠାଇଛନ୍ତି ସେମାନଙ୍କ ପାଇଁ ପ୍ରାର୍ଥନା କରିବି पवित्र प्रभु तुम्हारे नाम को धन्यवाद करुच्छे प्रभु इस पास में केते महान कथा प्रभु प्रभु आम मझे तुम अच्छे बोली प्रार्थना कर